ନିର୍ମାଣ ଶ୍ରମିକ ବା ଯୋଉଟାକୁ ଲାବର କାର୍ଡ ବୋଲି ମଧ୍ୟ କୁହାଯାଉଛି। ତେବେ ଏଥିରେ ଆସିଗଲା ବଡ଼ ଖୁସି ଖବର। ଯଦି ଆପଣ ବି ଏଥିରେ ଆବେଦନ କରିବା ପାଇଁ ଚାହୁଁଥିବେ, ଯାହା ବିଷୟରେ ମୁଁ ଆପଣଙ୍କୁ ଏଇ ଭିଡିଓରେ ଜଣାଇବି, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ଏଇ ଲାବର କାର୍ଡରେ ବହୁତ ସାରା ସୁବିଧା ମଧ୍ୟ ମିଳୁଛି, ଯାହା ଆପଣ ଜାଣିଥିବେ, ଯେମିତିକି ପିଲାମାନଙ୍କ ପାଠ ପଢ଼ିବା କ୍ଷେତ୍ରରେ, ଝିଅମାନଙ୍କ ମ୍ୟାରେଜ କ୍ଷେତ୍ରରେ, ଏମିତିକି ଦଶମ ଶ୍ରେଣୀର ସାଇକେଲ କ୍ଷେତ୍ରରେ, ଏମିତିକି ତା ଛଡ଼ା ଡେଲିଭରି କ୍ଷେତ୍ରରେ ଲେଡିଜ ମାନଙ୍କର। ତେବେ ଏମିତି ବହୁତ ସାରା ସୁବିଧା ମଧ୍ୟ ଏ ଲାବର କାର୍ଡରେ ମିଳିଥାଏ। ତେବେ ଏଥିରେ ଯଦି ଆପଣ ଆବେଦନ କରିବା ପାଇଁ ଚାହୁଁଥିବେ, ତେବେ ପୂର୍ବରୁ ଏଥିରେ ଆପ୍ରୁଭ୍ ହେଉନଥିବା ବେଳେ ଏବେ ଏଥିରେ ଆଉ ଏକ ନୂଆ ଅପଡେଟ, ଯାହା ବିଷୟରେ ଜାଣିବା, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡିଓକୁ ନିହାତି ଗୋଟେ ଲାଇକ୍ କରିଦିଅନ୍ତୁ, ସବସ୍କ୍ରାଇବ କରିନଥିଲେ ଏବେ ସବସ୍କ୍ରାଇବ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଥମ ତ ଦେଖନ୍ତୁ, ମୁଁ ଏବେ ନିର୍ମାଣ ଶ୍ରମିକ ପୋର୍ଟାଲରେ ରହିଛି, ଯାହାକି ଏଠିର ଆପ୍ଲିକେସନ ଷ୍ଟାଟସ ଚେକ୍ କରିବା ପାଇଁ ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ ଥ୍ରୁ ଚେକ୍ କରି ଦେଖାଉଛି, ତାପରେ ଜଣାଉଛି। ତ ମୋ ପାଖରେ ଏକ ଆପ୍ଲିକେସନ ରହିଛି, ମୁଁ ତାର ନମ୍ବର ଦେଇଦେଲି, ସର୍ଚ୍ଚରେ କ୍ଲିକ୍ କରିଦେଲି। ଏବେ ଦେଖନ୍ତୁ, ଯୋଉ ଆମେ ନମ୍ବର ଦେଲେ, ଏବେ ଯାହାକି ଦେଖନ୍ତୁ ଇଏ ଏବେ ଜଷ୍ଟ ଆପ୍ରୁଭ୍ ହେଇଛି 4/1/2025 11:07, ମାନେ ସକାଳ 11ଟା ବେଳେ ଦେଖନ୍ତୁ 4 ତାରିଖରେ ଆପ୍ରୁଭ୍ ହେଇଛି। ଯାହାକି ଏଇ ଲୋକର ମୁଁ ଯୋଉ ଦେଖେଇଲି, ତାଙ୍କର ଅଲରେଡି ଆପ୍ରୁଭ୍ ହେଇଛି, ମାନେ କଣ ନା ସେମାନଙ୍କର ଲାବର କାର୍ଡ ମଧ୍ୟ ମିଳିଗଲା। ତେବେ ଆପଣ ବି ଯଦି ଆପଣଙ୍କର ଲାବର କାର୍ଡ ବନାଇବା ପାଇଁ ଚାହୁଁଥିବେ, ଏପର୍ଯ୍ୟନ୍ତ ବନାଇ ନାହାନ୍ତି, ତେବେ ନିଶ୍ଚିତ ଆପଣ ଯେକୌଣସି ଅନଲାଇନ ଦୋକାନ, ଜନସେବା କେନ୍ଦ୍ର ହଉ କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ମଧ୍ୟ ଆପ୍ଲାଏ କରିଦିଅନ୍ତୁ। ଯାହାଫଳରେ ଏବେ ମଧ୍ୟ ସରକାରଙ୍କ ତରଫରୁ ଏହା ଆପ୍ରୁଭ୍ ହେଉଛି, ଯାହାଦ୍ୱାରା ଆପଣଙ୍କର ବି ଯେତେବେଳେ ଆପ୍ରୁଭ୍ ହେଇଯିବ, ଆପଣମାନେ ମଧ୍ୟ ଏଥିରୁ ବି ଯେଉଁ ସରକାରଙ୍କ ତରଫରୁ ଯାହା ବି ବେନିଫିଟ୍ ଆସୁଛି, ସେ ସବୁ ମଧ୍ୟ ପାଇପାରିବେ। ଯାହାକି ଏଇଟା ବହୁତ ସାରା ଲୋକ ଭାବୁଥିଲେ ଆପ୍ରୁଭ୍ ହଉନି, ତେବେ ମୁଁ ଆପଣଙ୍କୁ ପ୍ରୁଫ୍ ଦେଖେଇଦେଲି। 2025ରେ ଏବେ ରିସେଣ୍ଟଲି ମଧ୍ୟ 4 ତାରିଖରେ ଯାହାକି ଆପ୍ରୁଭ୍ ହେଇଛି। ତେବେ ଯଦି ଆପଣମାନେ ଆପ୍ଲାଏ କରିବା ପାଇଁ ଚାହୁଁଥିବେ, ନିହାତି ଭାବରେ ଆପଣମାନେ ଆପ୍ଲାଏ କରିଦିଅନ୍ତୁ, ଯାହାକି ଏର ଯେଉଁ ବେନିଫିଟ୍ ମଧ୍ୟ ଆପଣ ନିର୍ମାଣ ଶ୍ରମିକ ବା ଲାବର କାର୍ଡରେ ମଧ୍ୟ ଉଠାଇ ପାରିବେ।